ମହମ୍ମଦ ମହାପୁରୁଷ ଜନ୍ମଦିନ ସମଗ୍ର ଦେଶରେ ପାଳନ କରାଯାଇଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଭାଇଚାରାର ସହର କଟକ। ସହରରେ ଜୁଲସ୍ ଶୋଭାଯାତ୍ରା କରାଯାଇଥିବା ବେଳେ ପ୍ରତ୍ୟେକ ଛକରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିମଧ୍ୟରୁ ସାମାଜିକ ଅନୁଷ୍ଠାନ ଅବଦୁଲ କଲାମ ଅଲମଦତ ଫାଉଣ୍ଡେସନ ପକ୍ଷରୁ ସହରର ସମସ୍ତ ଜୁଲସ୍ କମିଟିକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଁ ଗଣମାଧ୍ୟମ ଦ୍ୱାରା ଆଗେ ସମ୍ବର୍ଦ୍ଧନା ଜଣେଇବି ପୁରା କଟକ ସହରବାସୀଙ୍କୁ ଯେ ଆଜି ଆମର ଜଶ୍ନେ ଇଦ୍ ମିଲାଦୁନ୍ ନବୀ ଅଛି। ଯେ ଆମର ପ୍ରଫେଟ ମହମ୍ମଦ କହିଛନ୍ତି ଯେ ସବୁବେଳେ ମିଳିମିଶିକି ରହିବାଟା ଏ ହେଉଛି ନିଜ ପଡ଼ୋଶୀକୁ ଆଗେ ଦେଖିବା। କଟକ ସହର ଗୋଟେ ଐତିହ୍ୟ ସହର। କଟକ ସହରରେ ଗୋଟେ ଐତିହ୍ୟ ଏଥିପାଇଁ ରହିଛି ଯେ କଟକ ସହରରେ ହିନ୍ଦୁ ମୁସଲିମ ଶିଖ ଇସାଇ ସବୁ ମିଶିକି ଭାଇ ଭାଇ ବଢ଼ିଆ ସବୁ ପର୍ବକୁ ବହୁତ ଭଲ ଭାବରେ ପାଳନ କରନ୍ତି। ଏଇ ଆମର ଜଶ୍ନେ ଇଦ୍ ମିଲାଦୁନ୍ ପରେ ଆପଣ ଦେଖିବେ ଗଣେଶ ପୂଜା ଅଛି, ତାପରେ ଦଶହରା ଅଛି, କାଳୀ ପୂଜା ଅଛି, କାର୍ତ୍ତିକେଶ୍ୱର ଅଛି, ବାଲିଯାତ୍ରା ଅଛି। ଆମର ଦୁନିଆ ପୂଜା ପର୍ବାଣ 12 ମାସରେ 13 ପର୍ବ ଆମ କଟକ ସହରରେ। ଏଇ ଯୋଉ ଭାଇଚାରା ଅଖଣ୍ଡ ଅଛି। ଆଉ ଏଇ ଯୋଉ ପ୍ରୋଗ୍ରାମଟା ଆୟୋଜିତ କରିଛନ୍ତି ଏପିଜେ ଅବଦୁଲ କଲାମ ଆଲମଦାଦ ଫାଉଣ୍ଡେସନ ତରଫରୁ। ଆଜି ଆମର ଇଏ ଥିଲା କି ଯେତେ ସାହିବାଲା ମାନେ ଆସିଥିଲେ ଆଜି ସମସ୍ତ ସେକ୍ରେଟାରୀ ପ୍ରେସିଡେଣ୍ଟଙ୍କୁ ଗୋଟେ ଗାମଛା ଗୋଟେ ଟଲି ବ୍ୟାଗ ସମସ୍ତଙ୍କୁ ଗୋଟେ ଗୋଟେ ଦିଆହେଲା। ପ୍ରଫେଟ ମହମ୍ମଦ ସଲ୍ଲଲ୍ଲାହୁ ଅଲୈହି वसल्लम ର ଜନ୍ମଦିନ ଥିଲା। ସେଇ ପାଇଁ ଏ ଯୋଉ ପ୍ରଫେଟ ମହମ୍ମଦ ସଲ୍ଲଲ୍ଲାହୁ ଅଲୈହି वसल्लम ର ପାଦ ଚିହ୍ନ ଆମ କଦମ ରସୁଲରେ ଅଛି। ସେଇ ପାଇଁ ଯେତେ ଲୋକ ଯେତେ ସାହି ସମସ୍ତେ ଏକାଠି ହେଇକି ମଣିଷ ଛକରୁ ବୁଲିକି ସମସ୍ତେ ଆଉଛନ୍ତି କଦମ ରସୁଲରେ ଆମର ସାହି ମୁରବ୍ବୀ ସବୁ ସମସ୍ତେ ଆମେ ମିଶିକି ଆମ ଷ୍ଟେଟରେ ସମସ୍ତଙ୍କୁ ସମର୍ଥନ ଦଉଛୁ। ଦରଘା ବଜାର ଥାନା ସମ୍ମୁଖରେ ଏକ ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜୁଲସ୍ ଶୋଭାଯାତ୍ରାକୁ ସମ୍ବର୍ଦ୍ଧନା ଦେବା ସହିତ ସ୍ୱାଗତ ଜଣାଇଥିଲେ। ତେବେ ଏହି ମହାନ ପର୍ବରେ ସହରର ସମସ୍ତ ଜାତି ଧର୍ମର ଲୋକମାନେ ସାମିଲ ହେବା ସହିତ ଭାଇଚାରାକୁ ଅକ୍ଷୁର୍ଣ୍ଣ ରହୁ ବୋଲି କର୍ମକର୍ତ୍ତାମାନେ କହିଥିଲେ। ଆଗାମୀ ଦିନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରାଯିବାର ଲକ୍ଷ୍ୟ ରହିଛି ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। କଟକରୁ ନୃସିଂହ ପ୍ରଧାନଙ୍କ ରିପୋର୍ଟ, ସମ୍ପୂର୍ଣ୍ଣ ନ୍ୟୁଜ୍ ଓଡ଼ିଆ।